ତାପରେ ବିଲୁଆ ଚେରମୂଳି ଆଣିବା ପାଇଁ ଜଙ୍ଗଲର ଶେଷ ଭାଗକୁ ଚାଲିଲା। ବିଲୁଆ ଯାଇ ଗଛ ମୂଳରେ ପହଞ୍ଚିଗଲା। ସେ ଗଛ ଆଡ଼କୁ ଲକ୍ଷ୍ୟ କରି ଦେଖେ ତ ସେଇ ଗଛର କରଡ଼ ବହୁତ ଛୋଟ ଥିଲା। ତଥାପି ବିଲୁଆ କିଛି ନ ଭାବି ନିଶ୍ଚିନ୍ତ ଚେରମୂଳି ଆଣିବା ପାଇଁ ସେଇ ଗଛ କରଡ଼ରେ ଭିତରେ ମୁଣ୍ଡ ପୁରାଇଲା। ଯାହା ହଉ କେତେ କଷ୍ଟରେ ମୁଣ୍ଡଟା ଏ କରଡ଼ ଭିତରେ ପଶିଲା। ଏଇଠି ତ କାହିଁ କିଛି ଚେରମୂଳି ନାହିଁ। ସେ ଠେକୁଆ ମାନେ ମତେ ଠକିଦେଲେ ନା କଣ? ଆରେ ହେ, ଚେରମୂଳି ତ ପାହାଡ଼ ଉପରେ ନହେଲେ ଜଙ୍ଗଲ ଭିତରେ ମିଳିବ। ସେ ଠେକୁଆ ମାନେ ମତେ ଠକି ଦେଇ ମତେ ଏଠି ଫସାଇ ଦେଲେ। ବିଲୁଆଟି ଯେତେ ଚେଷ୍ଟା କଲା ସେଇ ଭିତରୁ ବାହାରି ପାରିଲା ନାହିଁ। ଆଉ ନାହିଁ, ମୁଁ ଲୋଭରେ ପଡ଼ି କିଛି ବି ଜାଣିପାରିଲି ନାହିଁ। ନିଜ ନିଜ ମରଣ ମୁହଁକୁ ଚାଲି ଆସିଲି। ଆଜି ସେ ଶିକାର କରିଦେବ। ବିଲୁଆଟି କାନ୍ଦି କାନ୍ଦି ମନ ଦୁଃଖରେ ଭାଙ୍ଗି ପଡ଼ିଲା। ବିଲୁଆ ଆଜି ଲୋଭରେ ସେ ଆଜି ମରଣ ମୁହଁରେ ପଡ଼ିଲା। କିଛି ସମୟ ଭିତରେ ଶିକାରୀଟି ସେଠାକୁ ପହଞ୍ଚି ପଡ଼ିଲା। ବିଲୁଆକୁ ଦେଖି ସେ ଭାରି ଖୁସି ହେଇଗଲା। ଆରେ ବାଃ, ଯା ହଉ ଆଜି ଗୋଟେ ବଢ଼ିଆ ଶିକାରଟେ ମିଳିଛି। ଲାଗୁଛି ଏ ବିଲୁଆଟି ଏଠି ଫସି ଯାଇଛି। ଆଜି ୟାର ମାଂସ ଆଉ ତାର ଛାଲକୁ ବିକ୍ରି କରି ବଢ଼ିଆ ପଇସା ପାଇବି। ହଁ, ତାପରେ ଶିକାରୀ ବିଲୁଆକୁ ମାରି ତା ଛାଲ ବିକିବା ପାଇଁ ତାକୁ ଧରି ସେଇଠୁ ଚାଲିଗଲା।